ବାବୁ କୁଆଡେ ଯାଉଛୁ? ହଁ ମା ବଜାର ଯାଉଛି। କ'ଣ କହୁଥିଲୁ କି? ବାବୁ ବଜାର ଦେଇ ଯାଉଛୁ, ଏ ଶାଢ଼ୀଟା ମୋର ଚିରି ଗଲାଣି। ମୋ ପାଇଁ ମାନେ ଶାଢ଼ୀ ଆଣିବୁ? ମୋ ପାଖରେ ପଇସା ନାହିଁ, ମୁଁ ତୋ ପାଇଁ ଶାଢ଼ୀ ଆଣିପାରିବିନି। ଗୋଟେ ଯିବା ଆସିବା ଟାଇମ୍ର ଗୋଟେ ମୁଡ୍ ଖରାପ କଲା। ଏଇଟା ଏମିତି ଲେଖିଦେବୁ, ଏ ସ୍ପେଲିଂଟା ଠିକ୍ ଲେଖିବୁ। ଆଉ ବେଟା କ'ଣ କରୁଛୁ? ବାପା ମୁଁ ପଢୁଛି। ବେଟା ତୋ ପାଇଁ ଡ୍ରେସ୍ ନେଇ ଆସିଛି, ନିଅ। ଆଉ ତୋ ପାଇଁ ଶାଢ଼ୀ ଆଣିଛି, ନେ। ବାପା ମୋ ଡ୍ରେସ୍ ଭଲ ହେଇଛି। ମୋ ପାଇଁ ନୂଆ ଜାମା ପ୍ୟାଣ୍ଟ ଆଣିଲ, ମାମା ପାଇଁ ଶାଢୀ ଆଣିଲ, ମୋ ପାଇଁ କିଛି ଆଣିଲନି। ତୋ ପାଇଁ ତ ଡ୍ରେସ୍ ଆସିଲା, ମୋର ତ ଶାଢୀ ଆସିଲା, ଜେଜେମା ପାଇଁ କାହିଁକି ଆସିବ? ତୁ କାହିଁକି ଏତେ ମୁଣ୍ଡ ଖେଳଉଛୁ? ତୋ ପାଇଁ ତ ଆଣିଲେ ତୁ ପିନ୍ଧିବୁ, ତୁ କାହିଁକି ଏତେ ଚିନ୍ତା କରୁଛୁ? ପୁଅ ଜନ୍ମ କରିଥିଲି, ଏତେ ଦିନ ପରେ କହିଲି ଖଣ୍ଡେ ଶାଢ଼ୀ ଆଣିକି ଦେ। ପଇସା ନାହିଁ କହିକି ମୋତେ ଦୁନିଆ କଥା କହିକି ଚାଲିଗଲା। ହେଲେ ସେଇ ପୁଅ ତା ସ୍ତ୍ରୀ ପାଇଁ, ତା ପିଲା ପାଇଁ ଲୁଗାପଟା ଆଣିଛି। ତା ସ୍ତ୍ରୀ ପାଇଁ 5,000 ଟଙ୍କାର ଶାଢ଼ୀ ଆଣିଛି। ହେଲେ ତା ପାଖରେ 500 ଟଙ୍କା ନାହିଁ ତା ମା ପାଇଁ ଶାଢ଼ୀ ଆଣିବା ପାଇଁ। ମା ଏଠି ମନ ଦୁଃଖ କରି କାହିଁ ବସିଛୁ? କ'ଣ ହେଇଛି କି? ଆରେ କିଛି ହେଇନି, ତୁ କେତେବେଳେ ଆସିଲୁ? ଏବେ ବା ଆସିଲି ମା। ମା ତୁ ଆଖି ବନ୍ଦ କର, ମୁଁ ତୋ ପାଇଁ ଗୋଟେ ବଢିଆ ଜିନିଷ ଆଣିଛି, ଦେଖିବୁ। ଆଖି କାହିଁକି ବନ୍ଦ କରିବୁ? ତୁ ମୋ ପାଇଁ କ'ଣ ଆଣିଛୁ କି? ତୁ ଆଗେ ଆଖି ବନ୍ଦ କର, ତୁ ଦେଖିବୁନି କି ମୁଁ ତୋ ପାଇଁ କ'ଣ ଆଣିଛି। ହଉ ହଉ, ମୁଁ ଆଖି ବନ୍ଦ କରୁଛି, ହେଲା। ମା ଏବେ ଆଖି ଖୋଲୁ। ମୋ ପାଇଁ ତୁ ନୂଆ ଶାଢ଼ୀ ଆଣିଛୁ? ମା ତୁ କ'ଣ ଭାବୁଥିଲୁ ତୋ ପାଇଁ ମୁଁ ଶାଢ଼ୀ ଆଣିବିନି ଆଉ ମୋ ପୁଅ ପାଇଁ ଆଉ ମୋ ସ୍ତ୍ରୀ ପାଇଁ ଶାଢ଼ୀ ଆଣିବି? ତୁ ଏହା ଭାବୁଥିଲୁ ନା? ଯେତେ ଯାହା ହେଲେ ତୁ ମୋ ମା। ଶାଢ଼ୀ ହଉ ଯେକୌଣସି ଜିନିଷ ହଉ, ଆଗେ ତୋର ଅଧିକାର, ତୁ ସବୁ ଜିନିଷ ପାଇବୁ, ତାପରେ ଯାଇ ମୋ ପିଲା ଛୁଆ, ମୋ ସ୍ତ୍ରୀ। ଆରେ ବାବୁ, ମୁଁ ତୋତେ ଭୁଲ ବୁଝିଥିଲି। ଆମେ ମାର ଋଣ ସିନା ଶୁଝି ପାରିବାନି, ହେଲେ ଏଇଭଳି ଛୋଟ ଛୋଟ ଜିନିଷ ଦେଇକି ମାର ମନକୁ ଟିକେ ଖୁସି କରିପାରିବା।